ସମସ୍ତଙ୍କୁ ମୋର ପ୍ରଣାମ। ଆଜିକୁ ବର୍ଷେ ହେବ ବାପା ଆମକୁ ଛାଡ଼ି ଯାଇଛନ୍ତି। ଯଦିଓ ଆମ ପାଖେ ସେ ଫିଜିକାଲି ଉପସ୍ଥିତ ନାହାନ୍ତି, କିନ୍ତୁ ସବୁବେଳେ ଆମେ ତାଙ୍କର ଉପସ୍ଥିତି ସମସ୍ତେ ଅନୁଭବ କରୁଛୁ। ଆଉ ବାପା ଏଭଳି ଏକ ଶବ୍ଦ ଯାହାକୁ ଆମେ କେବେ ହେଲେ ବର୍ଣ୍ଣନା କରିପାରିବା ନାହିଁ। ଏକ ବିସ୍ତୃତ ଶବ୍ଦ, ସେ ଏକ ସାହସ, ଅଦମ୍ୟ ସାହସ ଆସେ ବାପା ବୋଲି ଡାକିଦେଲେ। ଆଉ ସମସ୍ତଙ୍କ ପାଇଁ ତ ସମସ୍ତଙ୍କ ବାପା ବହୁତ ଭଲ ଆଉ ମହାନ ହେଇଥାନ୍ତି, କିନ୍ତୁ ମୋତେ ଲାଗେ ଆମ ବାପା ସମସ୍ତଙ୍କ ଠାରୁ ଟିକେ ନିଆରା ଥିଲେ। ଯିଏକି ଯେତିକି ମୋ ବାପାଙ୍କ ଠାରୁ ଶୁଣିଛି, ବହୁତ ଦୁଃଖ କଷ୍ଟ ଗୋଟିଏ ଦରିଦ୍ର ପରିବାରରୁ ବାପା ଆସି ଯେଉଁଭଳି ଭାବେ ସମାଜରେ ନିଜକୁ ପ୍ରତିଷ୍ଠିତ କରେଇଥିଲେ, ନିଶ୍ଚିତ ତାହା ଆମ ପାଇଁ ଏବଂ ସମାଜ ପାଇଁ ପ୍ରେରଣାଦାୟୀ ରହିବ। ଆଉ ବାପା ଯେଉଁଠି ବି ଥାଆନ୍ତୁ, ନିଶ୍ଚିତ ସମସ୍ତେ ବାପାଙ୍କୁ ମନେ ରଖିବେ ତାଙ୍କର ଭଲ କାମ ପାଇଁ, ତାଙ୍କର ପରୋପକାର ଏବଂ ସାମାଜିକ କାର୍ଯ୍ୟ ଯେଉଁ ଲୋକମାନଙ୍କ ପାଇଁ ସେ କରିଯାଇଛନ୍ତି। ମୋ ବାପାଙ୍କୁ ସମସ୍ତେ, ଆମେ ତ ତାଙ୍କ ପିଲାମାନେ, ନିଶ୍ଚିତ ଆମ ହୃଦୟରେ ଆମେ ଯେତେ ଦିନ ବଞ୍ଚିଛୁ ମୋ ବାପା ଆମ ଭିତରେ ବଞ୍ଚିକି ରହିବେ। ତା ଛଡ଼ା ଯେଉଁମାନେ ତାଙ୍କୁ ଭଲ ପାଉଥିବା ଲୋକମାନଙ୍କ ହୃଦୟରେ ମଧ୍ୟ ସେ ବଞ୍ଚିକି ରହିବେ। ବାପା ଏମିତି ଜଣେ ଲୋକ ଥିଲେ, ଆମେ କେବେ ତାଙ୍କ ଠାରୁ ନାଁ ବୋଲି ଶୁଣି ନଥିଲୁ। ସେ ବ୍ୟାଙ୍କରେ ଚାକିରି କରିଥିଲେ ସତ, କୌଣସି ବହୁତ ଧନୀ ଲୋକ ନଥିଲେ, କିନ୍ତୁ ଆମେ ଯେତେବେଳେ ଯାହା ମାଗିଛୁ ବାପା କେତେବେଳେ ଆମକୁ ନାଁ କରିନାହାନ୍ତି ଯେ ଏଇଟା ମୁଁ ଦେଇପାରିବିନି ବୋଲି। ଆଉ କେତେବେଳେ ଆମର ସବୁ ଆଶା ସ୍ୱପ୍ନ ପୁରା କରୁ କରୁ ମୋ ବାପା ତାଙ୍କର ସମସ୍ତ ଯୁବକ ସମୟ, ଯୌବନ ସମୟ ଆମ ପାଇଁ ଛାଡ଼ି ଦେଇଥିଲେ। ଆଉ କେତେବେଳେ ଆମକୁ ଏଇଭଳି ଏକ ମକର ସଂକ୍ରାନ୍ତି ପବିତ୍ର ଦିନରେ ସମସ୍ତଙ୍କୁ ଏକା କରି ଆମ ଭାଇ ଭଉଣୀ 5 ଜଣଙ୍କୁ ଅନାଥ କରି ବାପା ଚାଲି ଯାଇଥିଲେ। ଆମକୁ ତ୍ୟାଗ ଆଉ ନିଃସ୍ୱାର୍ଥପର ସବୁବେଳେ ପାଇଁ ବାପା ଆମ ପାଇଁ ଥିଲେ। କେବେ କାହା ପାଇଁ, କେବଳ ଆମ ପାଇଁ ନୁହେଁ, ସେ ଭଲ ପାଉଥିବା ଲୋକମାନଙ୍କ ପାଇଁ ମଧ୍ୟ ତାଙ୍କ ପାଖରେ ନାଁ ଶବ୍ଦ ନଥିଲା। ଆଜିର ଏହି ସ୍ମୃତିଚାରଣ ସଭାରେ ମୁଁ ଏତିକି କହିବି, ମୋ ବୋଉ ସେତିକି ଭାଗ୍ୟବାନ ଥିଲା, ବାପା ଭଳି ଜଣେ ଜୀବନସାଥୀ ପାଇଥିଲା। ଶେଷ ସମୟରେ ବି ବାପାଙ୍କ ନାଁର ସିନ୍ଦୁର ପିନ୍ଧିକି ସେ ମଧ୍ୟ ଇହଲୀଳା ସମ୍ବରଣ କରିଛି ମୋ ବୋଉ। ଆଉ ସେ 2 ଜଣ ଯେଉଁଠି ବି ଅଛନ୍ତି, ବାପା ବୋଉ ଉଭୟଙ୍କୁ ମୋର ଆଜିର ଏହି ପବିତ୍ର ଦିବସରେ ମୁଁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ଏବଂ ମୋ ବାପା ବୋଉଙ୍କର ସବୁବେଳେ ଆମ ଉପରେ ତାଙ୍କ ଆଶୀର୍ବାଦର ହାତ ଥିଲା, ଆଉ ଅଛି, ଆଉ ରହିବ ମଧ୍ୟ। ଆଉ ସମସ୍ତ ମୋର ସାହିରୁ ଆସିଥିବା ଏବଂ ଯେତେକ ଲୋକ ଆଜି ଆସିଛନ୍ତି ଏଇ ବାପାଙ୍କ କର୍ମରେ ଯୋଗଦାନ କରିଛନ୍ତି, ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ, ଆନ୍ତରିକ ପ୍ରଣାମ। ଯାହା ହଉ ଏତେ ଲୋକ ମୋ ବାପାଙ୍କ ପାଇଁ ଆଜି ଆସିକି ଏଇ ଛାତ ତଳେ ଏକତ୍ରିତ ହୋଇଛନ୍ତି। ନିଶ୍ଚିତ ଭାବେ ମୋ ବାପା ଖୁସି ହେଉଥିବେ, କାହିଁକିନା ମୋ ବାପା ଲୋକମାନଙ୍କୁ ବହୁତ ଭଲ ପାଆନ୍ତି। ଆଉ ଗହଳି ଚଳି ହେଲେ ଘରେ ତାଙ୍କର ବହୁତ ଖୁସି। ଆଉ ନିଶ୍ଚିତ ତାଙ୍କ ଆତ୍ମା ଆଜି ନିଶ୍ଚିତ ସେ ଖୁସିରେ ମୋ ବାପାକୁ ଥିବେ। ସବୁବେଳେ ଭଲରେ ଥାଆନ୍ତୁ, ଯୋଉଠି ଥାଆନ୍ତୁ, ଏତିକି କହୁଛି। ସମସ୍ତଙ୍କୁ ମୋର ପ୍ରଣାମ ଜଣାଉଛି।